ସାର୍ ଆଗାମୀ 2024 ଇଲେକ୍ସନ୍ ପାଇଁ ଆପଣଙ୍କର ବିଜେପି କେମିତି ପ୍ରସ୍ତୁତି ହେଉଛି ସାର୍? ଦେଖନ୍ତୁ, ଆମେ ଭାରତୀୟ ଜନତା ପାର୍ଟି ଗୋଟିଏ ଏଭଳିକା ରାଜନୈତିକ ଦଳ ସେ 24/7 କାମ କରେ। ଆଉ ଯେତେବେଳେ ବି ନିର୍ବାଚନ ସମୟ କେବେ ହେବ ନ ହେବ ସେଇଟା ଆମେ ଅପେକ୍ଷା କରୁନାହୁଁ, ଆମେ ସବୁବେଳେ ପ୍ରସ୍ତୁତ ଥାଉ। ତ ସ୍ୱାଭାବିକ ଭାବରେ 5 ବର୍ଷରେ ଥରେ ହେବ, ଆସନ୍ତା ମେ ମାସରେ ନିର୍ବାଚନ ହେବାର ଅଛି, ଘୋଷଣା ହେଇନାହିଁ, ହେଇଯିବ। ଆମେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛୁ। ଓଡ଼ିଶା ପରିପ୍ରେକ୍ଷୀରେ ଯଦି କହିବେ ତାହେଲେ ଓଡ଼ିଶାରେ 147ଟା ବିଧାନସଭାରେ ସମ୍ପୂର୍ଣ୍ଣ ରୂପେ ଆମେ ପ୍ରସ୍ତୁତ। ତତ୍ ସଙ୍ଗେ ସଙ୍ଗେ ସଂସଦୀୟ କ୍ଷେତ୍ରରେ ମଧ୍ୟ 21ଟି ଯାକ ସଂସଦୀୟ କ୍ଷେତ୍ରରେ ଆମେ ସମସ୍ତେ ପ୍ରସ୍ତୁତ ଅଛୁ। ଆମର ଯେଉଁ ପ୍ରକାର କାର୍ଯ୍ୟକ୍ରମ ଆପଣ ଦେଖୁଥିବେ, କେନ୍ଦ୍ରୀୟ ସ୍ତରରେ ମଧ୍ୟ ଆମେ ନୋଟିଫିକେସନ୍ ହେବା ପୂର୍ବରୁ ଅଲରେଡ଼ି ଆମେ 200 ପାଖାପାଖି ସାଂସଦ ପ୍ରାର୍ଥୀ ଘୋଷଣା କରିଦେଇ ସାରିଛୁ, ଯେଉଁଟା ଅନ୍ୟ ରାଜନୈତିକ ଦଳ ଏପର୍ଯ୍ୟନ୍ତ କରିପାରିନାହାନ୍ତି। ତ ସ୍ୱାଭାବିକ କ୍ଷେତ୍ରରେ ଯଦି ଦେଖିବେ ତାହେଲେ ଅନ୍ୟ ରାଜନୈତିକ ଦଳ ଠାରୁ ଭାରତୀୟ ଜନତା ପାର୍ଟି ବହୁତ ଆଗରେ ଅଛି ଏବଂ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ଆସନ୍ତା ନିର୍ବାଚନକୁ ସାମ୍ନା କରି। ସାର୍ ଏ 24 ଇଲେକ୍ସନ୍ରେ ଆପଣଙ୍କ ବିଜେପି ପାର୍ଟିରେ କେମିତି ଲୋକଙ୍କୁ ବେଶୀ ପ୍ରାଧାନ୍ୟ ଦେବେ ସାର୍? ନାଇଁ, ସ୍ୱାଭାବିକ ଆପଣ ଦେଖୁଥିବେ ଗତ ଯେଉଁ କେନ୍ଦ୍ରୀୟ ପାର୍ଲାମେଣ୍ଟାରୀ ବୋର୍ଡ଼ ଯେଉଁ ନାଁ ଘୋଷଣା କଲା 195 ଜଣଙ୍କ, ସେଥିରେ ଆପଣ ଦେଖିବେ ଯେ ଯେଉଁ ପ୍ରକାର ଢଙ୍ଗରେ 28 ଜଣଙ୍କ ପ୍ରାର୍ଥୀ ମହିଳାରୁ ନିଆହେଇଛି, ଆଉ 55 ବର୍ଷରୁ କମ୍ ବୟସ ଥିବା 74 ଜଣ ପ୍ରାର୍ଥୀ ଦିଆହେଇଛି। ତ ସ୍ୱାଭାବିକ ଭାବରେ ଯୁବ ଏବଂ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯିବ। ତତ୍ ସଙ୍ଗେ ସଙ୍ଗେ ସମାଜର ବିଭିନ୍ନ କ୍ଷେତ୍ରରେ ଯେଉଁମାନେ ଭଲ କାମ କରିଛନ୍ତି କିମ୍ବା ଭଲ କଣ୍ଟ୍ରିବ୍ୟୁସନ୍ ତାଙ୍କର ଅଛି ସେଭଳିଆ ଲୋକଙ୍କୁ ମଧ୍ୟ ଦିଆଯାଉଛି। ଆଉ ଦେଶ ପାଇଁ ଆଉ ନିଜ ଅଞ୍ଚଳ ପାଇଁ ଯେଉଁ ଲୋକର ନିଶ୍ଚିତରେ କିଛି ଅବଦାନ ଅଛି କିମ୍ବା ରହିବ ଭଳିଆ ଲାଗିବ ତାହେଲେ ଦଳ ତାଙ୍କୁ ପ୍ରାର୍ଥୀ କରୁଛି। ସାଂଗଠନିକ ଦୃଷ୍ଟିକୋଣରୁ ଏସବୁ ଜିନିଷକୁ ଅନୁଧ୍ୟାନ କଲା ପରେ ହିଁ ପ୍ରାର୍ଥୀ ଚୟନ କରାଯାଉଛି। ସାର୍ କେବେ ଭିତରେ ଟିକଟ ବଣ୍ଟନଟା ଶେଷ ହୋଇଯିବ ବୋଲି ଭାବୁଛନ୍ତି? ଟିକଟ ବଣ୍ଟନ ବିଷୟ ତ ଦେଖନ୍ତୁ, ଏଇଟା ମୋ କ୍ଷେତ୍ର ନୁହଁ, ମୁଁ ସେ ବିଷୟରେ କହିପାରିବି ନାହିଁ, କାରଣ ଏଇଟା ହେଉଛି ପାର୍ଲାମେଣ୍ଟାରୀ ବୋର୍ଡ଼। ଆପଣ ଜାଣିଛନ୍ତି ଆମର ଷ୍ଟେଜ୍ ବାଇ ଷ୍ଟେଜ୍ ହୁଏ, ପ୍ରକ୍ରିୟା ଆରମ୍ଭ ଅଛି, ପ୍ରକ୍ରିୟା ଆମର ପ୍ରସ୍ତୁତ ହେଇକି ଅଛି। ଚିଠା ପହଞ୍ଚିଯିବ, ମୋତେ ଲାଗୁଛି କାଲି ସୁଦ୍ଧା ଚିଠା ପହଞ୍ଚିଯିବ। ଚିଠା ପହଞ୍ଚିଲା ପରେ ପାର୍ଲାମେଣ୍ଟାରୀ ବୋର୍ଡ଼ର ଏପ୍ରୁଭାଲ୍ ହେଲା ପରେ ଯାଇ ଆମର ଘୋଷଣା ହୁଏ। ତ ଆମେ ପ୍ରସ୍ତୁତ ଅଛୁ, ଚିଠା ହେଇଯାଇଛି। ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ମଧ୍ୟ ସିରିଆଲି ଯେଉଁମାନଙ୍କ ବିଷୟରେ ଚର୍ଚ୍ଚା କରିବା କଥା ଦଳ ଚିନ୍ତା କରୁଛି, ସେସବୁ ସୂଚୀ ଯାଇ ପହଞ୍ଚିକିରି ଆପ୍ରୁଭାଲ୍ ହେଲା ପରେ ଘୋଷଣା ହେବ। ସେଇଟା ପାର୍ଲାମେଣ୍ଟାରୀ ବୋର୍ଡ଼ ଉପରେ ନିର୍ଭର କରେ, ସେ କେବେ ଆପ୍ରୁଭ୍ କରିବ ସେ ତାପରେ ଘୋଷଣା ହେବ। ଧନ୍ୟବାଦ ସାର୍।